ଏହି ତାରିଖରେ ପ୍ରକାଶ ପାଇବାକୁ ଯାଉଛି ଯୁକ୍ତ 2 ରେଜଲ୍ଟ। ଯେଉଁ ଛାତ୍ରଛାତ୍ରୀ ଯୁକ୍ତ 2 ପରୀକ୍ଷା ଦେଇଥିଲେ ସେମାନେ ଚାହିଁ ବସିଛନ୍ତି କେବେ ସୁଦ୍ଧା ବାହାରିବ ପରୀକ୍ଷା ଫଳାଫଳ। ଆଉ ଏହା ଛଡ଼ା ଆପଣ ଜାଣିଛନ୍ତି ଏବେ ମ୍ୟାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ଯୁକ୍ତ 2 ଛାତ୍ରଛାତ୍ରୀ ଚାହିଁ ବସିଛନ୍ତି ସେମାନଙ୍କର ପରୀକ୍ଷା ଫଳକୁ ନେଇ। ତେବେ ଆସିଗଲା ଆଉ ଏକ ନୂଆ ସୂଚନା। ଆସନ୍ତୁ ଭିଡିଓରେ ଜାଣିବା। ତା ପୂର୍ବରୁ ଭିଡିଓକୁ ଲାଇକ୍ କରିବେ, ସବସ୍କ୍ରାଇବ କରିନଥିଲେ ଏବେ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଉଚ୍च ମାଧ୍ୟମିକ ଶିକ୍ଷା ପରିଷଦ ଅର୍ଥାତ୍ CHSE ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶିତ ହେବ। ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ମ୍ୟାଟ୍ରିକ ସାର୍ଟିଫିକେଟ ଉଭୟ ଇଂରାଜୀ ଓ ଓଡ଼ିଆରେ ରହିବ। ଓଡ଼ିଆରେ ପିଲାମାନଙ୍କର ନାମ ବନାନରେ ମଧ୍ୟ ଯେପରି କୌଣସି ତ୍ରୁଟି ରହିବ ନାହିଁ ସେଭଳି ଭାବେ ମଧ୍ୟ ଉଦ୍ୟମ କରାଯାଇଛି। ତେବେ ଚଳିତ ବର୍ଷ ଫେବୃଆରୀ 19 ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ 2ରେ ଶେଷ ହୋଇଥିଲା। ତେବେ ଚଳିତ ବର୍ଷ 5,61,969 ଜଣ ଛାତ୍ରଛାତ୍ରୀ 3,082ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷା ଖାତାକୁ 51ଟି କେନ୍ଦ୍ରରେ 15,000 ଶିକ୍ଷକ ମୂଲ୍ୟାୟନ କରିଥିଲେ। ତେବେ ଯାହାକି ବଡ଼ ସୂଚନା ମୁତାବକ ଏଥର ଯୁକ୍ତ 2 ପରୀକ୍ଷା ଫଳ ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବାକୁ ଯାଉଛି। ତେବେ ଏକା ସାଙ୍ଗରେ ଆର୍ଟ୍ସ, ସାଇନ୍ସ, କମର୍ସ ଏମିତିକି ଭୋକେସନାଲ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବାକୁ ଯାଉଛି। ଆଉ ଯଦି ଆପଣମାନେ ଭାବୁଥିବେ କେଉଁ ୱେବସାଇଟ୍ ଯୋଗେ ସର୍ବପ୍ରଥମେ ରେଜଲ୍ଟ ଦେଖିହେବ, ତେବେ ଏଥିପାଇଁ ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିପାରିବେ।